ବର୍ତ୍ତମାନ ରିଲାଏନ୍ସ ଜିଓ ପରେ ଭାରତର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ହେଉଛି ଏୟାରଟେଲ୍। ଉଭୟ କମ୍ପାନୀ ମଧ୍ୟରେ ଲଗାତାର ପ୍ରତିଯୋଗିତା ଦେଖିବାକୁ ମିଳିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍ ଲଞ୍ଚ କରୁଛନ୍ତି ଉଭୟ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି ଏୟାରଟେଲ୍, ଯାହାର ଦାମ ରହିଛି ମାତ୍ର 26 ଟଙ୍କା। ତେବେ ଚାଲନ୍ତୁ ଜାଣିବା କିପରି ଏହି ଶସ୍ତା ପ୍ଲାନ୍ର ଫାଇଦା ଉଠାଇ ପାରିବେ। ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଏହି ରିଚାର୍ଜ ପ୍ଲାନ୍ରେ ୟୁଜରଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ 1.5 GB ସହ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି କମ୍ପାନୀ। ବର୍ତ୍ତମାନ ଏୟାରଟେଲ୍ ନିଜ ୟୁଜରମାନଙ୍କୁ ଏହି ଶସ୍ତା ରିଚାର୍ଜ ପ୍ଲାନ୍ ଅଫର୍ କରିଛି। ଏହି ନୂଆ ରିଚାର୍ଜ ପ୍ଲାନ୍ ଦାମ ମାତ୍ର 26 ଟଙ୍କା ରହିଛି। ଏହା ପୂର୍ବରୁ କମ୍ପାନୀ ମାତ୍ର 22 ଟଙ୍କାରେ ଡାଟା ପ୍ୟାକ୍ ପ୍ରଦାନ କରିଥାଏ। ଏହି ପ୍ଲାନ୍ରେ ୟୁଜରଙ୍କୁ ପ୍ରତ୍ୟେକ ଦିନ 1 GB ଡାଟା ମିଳିଥାଏ। ତେବେ ଉଭୟ ପ୍ଲାନ୍ରେ ଭ୍ୟାଲିଡିଟି 1 ଦିନ ରହିଥିବା ବେଳେ ନୂଆ ପ୍ଲାନ୍ରେ 26 ଟଙ୍କା ୟୁଜରଙ୍କୁ 1.5 GB ଡାଟା ପାଇପାରିବେ। ବର୍ତ୍ତମାନ ଜାରି ରହିଥିବା ଟ୍ରୁଲି ଅନଲିମିଟେଡ୍ ପ୍ଲାନ୍ ସହିତ ଏହି ପ୍ଲାନ୍କୁ ଚୟନ କରିପାରିବେ ୟୁଜର। ତେବେ ଏହି ପ୍ଲାନ୍ରେ ମାଗଣା କଲିଂ ସୁବିଧା ଉପଲବ୍ଧ ନାହିଁ। ବିଶେଷ କରି ଆପଦକାଳୀନ ସମୟରେ ଏହି ପ୍ଲାନ୍ ୟୁଜରଙ୍କ ପାଇଁ ସୁବିଧା ଯୋଗାଇ ପାରିବ ବୋଲି କୁହାଯାଇଛି। 22 ଏବଂ 26 ଟଙ୍କା ପ୍ଲାନ୍ ବ୍ୟତୀତ କମ୍ପାନୀ ଅନେକ ଭ୍ୟାଲିଡିଟି ପ୍ରଦାନ କରିଥାଏ, ଯାହାର ବୈଧ ମାତ୍ର 1 ଦିନ ହୋଇଥାଏ। ଏଥିରେ 2 GB ଡାଟା ପ୍ୟାକ୍ ପ୍ରଦାନ କରୁଥିବା ପ୍ଲାନ୍ ମାତ୍ର 33 ଟଙ୍କା ଏବଂ 49 ଟଙ୍କା ପ୍ଲାନ୍ରେ ଅନଲିମିଟେଡ୍ ଡାଟା ସହ ପ୍ରଦାନ କରିଥାଏ। ଏକ୍ସଟେଣ୍ଡେଡ୍ ଭ୍ୟାଲିଡିଟି ସହିତ ଏୟାରଟେଲ୍ ଅନେକ ଡାଟା ପ୍ରଦାନ କରିଛି। 77 ଟଙ୍କା ପ୍ଲାନ୍ରେ କମ୍ପାନୀ 5 GB ଡାଟା ପ୍ରଦାନ କରୁଥିବା ବେଳେ 121 ଟଙ୍କାରେ 6 GB ଡାଟା ପ୍ରଦାନ କରୁଛି ଏୟାରଟେଲ୍। ଉଭୟ ଡାଟା ପ୍ୟାକ୍ ଆପଣଙ୍କ ପାଇଁ ଭ୍ୟାଲିଡିଟି ପର୍ଯ୍ୟନ୍ତ ସୀମିତ ରହିବ ବୋଲି କୁହାଯାଇଛି। ତ ଫ୍ରେଣ୍ଡ, ଆପଣମାନେ କେଉଁ ସିମ୍ ବ୍ୟବହାର କରୁଛନ୍ତି ଏବଂ କେତେ ଟଙ୍କା ରିଚାର୍ଜ କରୁଛନ୍ତି ଗୋଟିଏ ଛୋଟିଆ କମେଣ୍ଟ କରି ଜଣାନ୍ତୁ।